ପଣା ସଂକ୍ରାନ୍ତି ଏହା ଏକ କେବଳ ନବବର୍ଷ ନୁହେଁ, ବରଂ ତା ମଧ୍ୟରେ ଲୁଚି ରହିଛି ଅନେକ ଭକ୍ତି ଓ ପରମ୍ପରାର ଏକ ନିଆରା ଦୃଶ୍ୟ। ଏହି ମହାବିଷୁବ ସଂକ୍ରାନ୍ତିରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି। ଏହା ସହିତ ହିଁ ଆରମ୍ଭ ହୁଏ ଓଡ଼ିଆ ନବବର୍ଷ। ଘରେ ଘରେ ତୁଳସୀ ଚଉରା ଉପରେ ଠେକିରେ ଛୋଟ ଛିଦ୍ର କରି ସେଥିରେ କୁଶ, ଦୁବ, ଆମ୍ବ ଏବଂ ଆମ୍ବ ଡାଳ ଦେଇ ସେଥିରେ ପାଣି ଅର୍ପଣ ମଧ୍ୟ କରାଯାଏ। ଏହି ଦିନ ପାଳନ ହୁଏ ହନୁମାନ ଜୟନ୍ତୀ। ଲୋକମାନେ ମନ୍ଦିରକୁ ଯାଆନ୍ତି ଏବଂ ଭଗବାନଙ୍କଠୁ ନବବର୍ଷ ପାଇଁ ଆଶୀର୍ବାଦ ନିଅନ୍ତି। ଏହି ଦିନ ଭକ୍ତମାନେ ଯାଆନ୍ତି ପ୍ରସିଦ୍ଧ ଦେବୀପୀଠମାନଙ୍କୁ। ତାରିଣୀ ମନ୍ଦିର, କଟକ ଚଣ୍ଡୀ, ବିରଜା ମନ୍ଦିର, ସମଲେଶ୍ୱରୀ ମନ୍ଦିର, ସାରଳା ମନ୍ଦିର। ସାରଳା ମନ୍ଦିରରେ ପାଳନ ହୁଏ ଝାମୁ ଯାତ୍ରା, ଯେଉଁଠି ଭକ୍ତମାନେ ଗରମ ଅଙ୍ଗାର ଉପରେ ଚାଲନ୍ତି। ଭଦ୍ରକରେ ମା ପାଟଣା ମଙ୍ଗଳାଙ୍କ ମନ୍ଦିରରେ ପାଳିତ ହୁଏ ପଟୁଆ ଯାତ୍ରା। ଉତ୍ତର ଓଡ଼ିଶାରେ ବାଲେଶ୍ୱରରେ ଏହାକୁ କୁହନ୍ତି ଚଡ଼କ ମେଳା ବା ଚଡ଼କ ଯାତ୍ରା। ଦକ୍ଷିଣ ଓଡ଼ିଶାରେ ଏହାକୁ କୁହନ୍ତି ମେରୁ ଯାତ୍ରା। ପଶ୍ଚିମ ଓଡ଼ିଶାରେ ଏହାକୁ କୁହନ୍ତି ଚୈତ୍ର ଯାତ୍ରା, ଯାହା ତାରାତାରିଣୀ ମନ୍ଦିରରେ ପାଳିତ ହୁଏ। ଘରେ ଘରେ ତିଆରି କରାଯାଏ ଶୀତଳ ପଣା। ବେଲ, କ୍ଷୀର, ଦହି, ଛେନା, ଗୁଡ଼ ଇତ୍ୟାଦିକୁ ପକାଇ ମିଶ୍ରଣ କରି ଏକ ସ୍ୱତନ୍ତ୍ର ପଣା ତିଆରି କରି ଦେବୀ ମନ୍ଦିର ମାନଙ୍କରେ ଏହାକୁ ଭୋଗ ଲଗାଯାଏ ଏବଂ ସମସ୍ତଙ୍କ ମଧ୍ୟରେ ବଣ୍ଟା ମଧ୍ୟ ଯାଏ। ଆମର ଓଡ଼ିଆ ପରମ୍ପରା, ଆମର ସଂସ୍କୃତି ଆମ ପାଇଁ ଗର୍ବ ଏବଂ ଗୌରବ।